ପିଲାମାନେ ଆଜି ଆମେ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ଚାପ୍ଟର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବରରେ ଦେଇଛି ପ୍ରତ୍ୟେକର 3ଟି ଲେଖାଏଁ ପ୍ରତିଶବ୍ଦ ଲେଖ। ସିନ୍ଧୁ, ସିନ୍ଧୁର ପିଲାମାନେ ସାଗର, ସମୁଦ୍ର ଆଉ ପାରାବର। ପର୍ବତ, ପର୍ବତର ସେମିତି ଅଚଳ, ପାହାଡ଼ ଆଉ ମହୀଧର। ଆକାଶର ଅମ୍ବର, ଗଗନ ଆଉ ବ୍ୟୋମ। 2 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ଶବ୍ଦମାନଙ୍କର ଆମେ ଗଦ୍ୟ ରୂପ ଲେଖିବା। ପ୍ରାପତି, ପିଲାମାନେ ପ୍ରାପତିର ଗଦ୍ୟ ରୂପ ହେଉଛି ପ୍ରାପ୍ତି, ଜନମୀର ଜନ୍ମି, ଦୈବର ଦୈବ। 3 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଆମେ ବିପରୀତ ଅର୍ଥବୋଧକ ଶବ୍ଦ ଲେଖିବା। ପ୍ରଥମେ ଦେଲା ଆଶା, ଆଶାର ବିପରୀତ ଶବ୍ଦ ହେଉଛି ନିରାଶା, ନିଶ୍ୱାସର ପ୍ରଶ୍ୱାସ, ପ୍ରସନ୍ନର ବିଷଣ୍ଣ, ଜ୍ୟେଷ୍ଠର କନିଷ୍ଠ, ଜନ୍ମର ମୃତ୍ୟୁ, ପୁଣ୍ୟର ପାପ ଆଉ ବିରସର ହରସ। 4 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ସାର୍ଥକ୍ୟ ବାକ୍ୟ ରଚନା କର। ତାହେଲେ ପ୍ରଥମେ ଦେଇଛି ପିତୃବ୍ୟ, ପିତୃବ୍ୟଙ୍କୁ ପିତା ସମ ଭକ୍ତି ଓ ସମ୍ମାନ କରିବା ଉଚିତ। ତାପରେ ବ୍ୟୋମ, ପକ୍ଷୀମାନେ ବ୍ୟୋମରେ ବିହାର କରୁଥିବାରୁ ସେମାନଙ୍କୁ ବ୍ୟୋମଚାରୀ କୁହାଯାଏ। ପ୍ରସନ୍ନ, ସମସ୍ତ ଏଇଟା ହେଲା ପ୍ରଶ୍ନ ହେଲା, ପ୍ରଶ୍ନ ଠିକ୍ ଅଛି। ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବାରୁ ଶିକ୍ଷକ ରାମ ଉପରେ ପ୍ରସନ୍ନ ହେଲେ। ଅନୁଜ, ଶ୍ରୀରାମ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହ ବନଗମନ କରିଥିଲେ। ସତ୍ୱର, ଗୁରୁଜନଙ୍କ ଆଦେଶ ସତ୍ୱର ପାଳନୀୟ। 5 ନମ୍ବର ପ୍ରଶ୍ନ, ସନ୍ଧି ବିଚ୍ଛେଦ କର। ବଜ୍ରାଘାତ, ବଜ୍ରାଘାତ ହେଉଛି ବଜ୍ରଯୁକ୍ତ ଆଘାତ। ପ୍ରତ୍ୟୁତ୍ତର, ପ୍ରତିଯୁକ୍ତ ଉତ୍ତର। ନିଶ୍ୱାସ, ନିଃ ଯୁକ୍ତ ଶ୍ୱାସ। 6 ନମ୍ବର ପ୍ରଶ୍ନ, ବ୍ୟାସ ବାକ୍ୟ ସହ ସମାସର ଆମେ ନାମ ଲେଖିବା। ତାହେଲେ ବିଭୂତି ଭୂଷଣ, ବିଭୂତି ଯାହାର ଭୂଷଣ ସେଇ ହେଉଛି ଆମର ବହୁବ୍ରୀହି ସମାସ। ବିଭୂତିରେ ଭୂଷିତ ଯେ ଉପପଦ ତତ୍ପୁରୁଷ ସମାସ। ବିଂଶତିକର, ବିଂଶତିକର ଯାହାର ସେ ହେଉଛି ବହୁବ୍ରୀହି ସମାସ। ବିଂଶକର ଯାହାର ଉପପଦ ତତ୍ପୁରୁଷ ସମାସ। ଦେବରିପୁ, ଦେବତା ମାନଙ୍କର ରିପୁ, ଷଷ୍ଠୀ ତତ୍ପୁରୁଷ ସମାସ। ହୀନ ପରାକ୍ରମ, ହୀନ ଅଟେ ପରାକ୍ରମ, ମଧ୍ୟ ପଦଲୋପୀ କର୍ମଧାରାୟ ସମାସ। 7 ନମ୍ବର ପ୍ରଶ୍ନ, କେଁ କେଁ ଭଳିଆ ଆଉ 5ଗୋଟି ଧ୍ୱନ୍ୟାତ୍ମକ ଯୁଗ୍ମ ଶବ୍ଦ ଲେଖ। ତାହେଲେ ପେଁ ପେଁ, ସେଁ ସେଁ, ହେଁ ହେଁ, ଭେଁ ଭେଁ ଆଉ ଚେଁ ଚେଁ। ତାପରେ ଆମର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ। 8 ନମ୍ବରରେ ଦେଲା ସିନ୍ଧୁକୁ ପୋତିବା ପାଇଁ ରାମଚନ୍ଦ୍ର କାହିଁକି ସ୍ଥିର କଲେ। ଉତ୍ତରରେ ଲେଖିବା ଲଙ୍କାଗଡ଼ରୁ ସୀତାଙ୍କୁ ଉଦ୍ଧାର କରିବା ନିମନ୍ତେ ସମୁଦ୍ର ଅତିକ୍ରମ କରିବା ଆବଶ୍ୟକ ଥିବାରୁ ରାମଚନ୍ଦ୍ର ସିନ୍ଧୁକୁ ପୋତିବା ପାଇଁ ସ୍ଥିର କଲେ। 9 ନମ୍ବର ପ୍ରଶ୍ନ, କବିତାରେ ରାଘବ ଶବ୍ଦଟି କାହା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। ତାହେଲେ କବିତାରେ ରାଘବ ଶବ୍ଦଟି ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। 10 ନମ୍ବର ପ୍ରଶ୍ନ, ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର କ'ଣ କଲେ। ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର ଅନାହାରରେ ରହିଲେ ଓ କୁଶଶଯ୍ୟାରେ ଶୟନ କଲେ। 11 ନମ୍ବର ପ୍ରଶ୍ନ, ରାବଣ ଶୁକ ସାରଣଙ୍କ ମଧ୍ୟରେ ବିଭୀଷଣଙ୍କ ପାଖକୁ ମାଧ୍ୟମରେ କି ବାର୍ତ୍ତା ପଠାଇଥିଲେ। ରାବଣ ଶୁକ ସାରଣ ମନ୍ତ୍ରୀଦ୍ୱୟଙ୍କ ମାଧ୍ୟମରେ ବିଭୀଷଣଙ୍କ ନିକଟକୁ ବାର୍ତ୍ତା ଦେଇ କହିଥିଲେ ଯେ ଯେହେତୁ ଜ୍ୟେଷ୍ଠ ଭ୍ରାତା ପିତୃତୁଲ୍ୟ ଅଟନ୍ତି, ତେଣୁ ସେ ଯଦି ବା କ୍ରୋଧବଶତଃ ତାଙ୍କ ପ୍ରତି କିଛି କଟୁଭାଷା ପ୍ରୟୋଗ କରିଛନ୍ତି, ତାହା ଧର୍ତ୍ତବ୍ୟ ନୁହେଁ ବା ସେହି ଉକ୍ତିକୁ ତିକ୍ତତୁଲ୍ୟ ମନେ କରିବା ଉଚିତ ନୁହେଁ। ଏତଦ୍ ଭିନ୍ନ ରାଜ ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟକୁ ତ୍ୟାଗ କରି ତାଙ୍କ ପରି ଜଣେ ଉଚ୍ଚକୁଳ ସମ୍ଭୂତ ବ୍ୟକ୍ତି ଜଣେ ବନବାସୀ ନିକଟରେ ଶରଣାପନ୍ନ ହେବା ଅପମାନ ସୂଚକ ଅଟେ। 12 ନମ୍ବର ପ୍ରଶ୍ନ, ଅଙ୍ଗଦ ନିକଟକୁ ରାବଣ କି ସନ୍ଦେଶ ପ୍ରେରଣ କଲେ। ଅଙ୍ଗଦ ପ୍ରତି ରାବଣଙ୍କ ବାର୍ତ୍ତା ଥିଲା ଯେ ପିତାଙ୍କ ଶତ୍ରୁକୁ ଭକ୍ତି କଲେ କଦାପି ପୁଣ୍ୟ ଅର୍ଜନ ହୁଏ ନାହିଁ। ତେଣୁ ପିତୃବ୍ୟ ସୁଗ୍ରୀବଙ୍କ ସହ ବିବାଦ ରଚନା କରି ସେ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ପୂର୍ବକ ସେମାନଙ୍କ ସଙ୍ଗ ତ୍ୟାଗ କରନ୍ତୁ।
13 ନମ୍ବର ପ୍ରଶ୍ନ, ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ କିଏ ଆସିଥିଲେ? ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ ରାବଣର 2 ଜଣ ମନ୍ତ୍ରୀ ଶୁକ ଓ ସାରଣ ଆସିଥିଲେ। 14 ନମ୍ବର, ରାବଣର ବାର୍ତ୍ତା ଶୁଣି ଅଙ୍ଗଦ କି ପ୍ରତିକ୍ରିୟା ପ୍ରକାଶ କଲେ? ରାବଣର ବାର୍ତ୍ତା ଶ୍ରବଣ ମାତ୍ରକେ ଅଙ୍ଗଦ ଭୀଷଣ ଉତ୍ତେଜିତ ହୋଇପଡ଼ିଥିଲେ। କ୍ରୋଧରେ ଶୂନ୍ୟକୁ ବ୍ରଜସମ ଏକ ସଶକ୍ତ ଚପଟାଘାତ କରିଥିଲେ, ଯାହାର ଶବ୍ଦରେ ଭୀତତ୍ରସ୍ତ ଶୁକ ଓ ସାରଣ ମନ୍ତ୍ରୀଦ୍ୱୟ ସେ ସ୍ଥାନ ତ୍ୟାଗ କରି ଲଙ୍କା ପ୍ରତ୍ୟାବର୍ତ୍ତନ କରିଥିଲେ। 15 ନମ୍ବର ପ୍ରଶ୍ନ, ମନ୍ତ୍ରୀଦ୍ୱୟ ରାବଣ ନିକଟରେ କି ଉକ୍ତି ପ୍ରକାଶ କଲେ? ମନ୍ତ୍ରୀଦ୍ୱୟ ବିଭୀଷଣକୁ ପ୍ରଦାନ କରିଥିବା ବାର୍ତ୍ତାର ପ୍ରତ୍ୟୁତ୍ତର ଏବଂ ବାର୍ତ୍ତା ଶ୍ରବଣର ଅଙ୍ଗଦଙ୍କ ପ୍ରତିକ୍ରିୟା ସମ୍ପର୍କିତ ଉକ୍ତି ପ୍ରକାଶ କରିଥିଲେ। ବିଭୀଷଣ ଲଙ୍କପତିଙ୍କ ବାର୍ତ୍ତାର ପ୍ରତ୍ୟୁତ୍ତର ଥିଲା, ଯଦି ଜ୍ୟେଷ୍ଠ ଭ୍ରାତା ଅବିଳମ୍ବେ ଦେବୀ ସୀତାଙ୍କୁ ସସମ୍ମାନେ ରାମଚନ୍ଦ୍ରଙ୍କୁ ନିଃସର୍ତ୍ତ ସମର୍ପଣ କରନ୍ତି, ତେବେ ସେ ଲଙ୍କାପୁରୀକୁ ପ୍ରତ୍ୟାବର୍ତ୍ତନ କରିବେ। ଏ ଉକ୍ତି ମନ୍ତ୍ରୀଦ୍ୱୟ ରାବଣ ନିକଟରେ ପ୍ରକାଶ କରିଥିଲେ। 16 ନମ୍ବର ପ୍ରଶ୍ନ, ଅଙ୍ଗଦଙ୍କ ଶକ୍ତ ଚାପୁଡ଼ା ପ୍ରହାରରେ ମନ୍ତ୍ରୀଦ୍ୱୟଙ୍କର କି ଅବସ୍ଥା ହୋଇଥାନ୍ତା? ଅଙ୍ଗଦଙ୍କର ଶୂନ୍ୟରେ ଚାପୁଡ଼ା ପ୍ରହାର ଏପରି ଶକ୍ତିଶାଳୀ ଥିଲା ଯେ ବିଶାଳ ବିନ୍ଧ୍ୟ ପର୍ବତ ସେହି ଆଘାତରେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଥାନ୍ତା ଅଥବା ପାତଳାଗାମୀ ହୋଇଯାଇଥାନ୍ତା। ତାହା ନିଶ୍ଚିତ ଭାବେ ମନ୍ତ୍ରୀଦ୍ୱୟଙ୍କର ପ୍ରାଣଘାତକ ହୋଇଥାନ୍ତା। କେବଳ ଧର୍ମ ବଳରୁ ସେହି ଆଘାତରୁ ସେମାନେ ପ୍ରାଣ ବଞ୍ଚାଇବାରେ ସମର୍ଥ ହେଲେ ବୋଲି ମନ୍ତ୍ରୀଦ୍ୱୟ କହିଥିଲେ। 17 ନମ୍ବର ପ୍ରଶ୍ନ, ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା କେତେ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ? ସମୁଦ୍ରର ଜଳରାଶିରେ ସୃଷ୍ଟ ତଥା ପରିଦୃଷ୍ଟ ଶଙ୍ଖମାନଙ୍କ ସଂଖ୍ୟା ଯେତେ, ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା ସେତେ ଶଙ୍ଖଠାରୁ ଅଧିକ ବା ଅଗଣିତ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ। 18 ନମ୍ବର ପ୍ରଶ୍ନ, ସମୁଦ୍ର ତରିବା ନିମନ୍ତେ ରାଘବ କ'ଣ ପାଞ୍ଚିଥିଲେ? ସମୁଦ୍ର ଲଙ୍ଘନ ନିମନ୍ତେ ସେତୁ ସ୍ଥାପନ ପାଇଁ ରାଘବ ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରିବା ଉଚିତ ମନେକରି ତାଙ୍କ ପ୍ରୀତ୍ୟର୍ଥେ ଅନ୍ୟହାର ରହିବା ସହ କୁଶଶଯ୍ୟାରେ ଶୟନ କରିବେ ବୋଲି ପାଞ୍ଚିଥିଲେ। ନେକ୍ସଟ ପିଲାମାନେ ଆମର ସରଳାର୍ଥ 19 ନମ୍ବର ଦେଲା, ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ ବିନାଶନରେ ଶୟନ ସେ ଦର୍ତ ଶୟନ ଯେ। ତାହେଲେ ପିଲାମାନେ ଏହି ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରୁ ଆସିଅଛି। ଆଲୋଚ୍ୟ ପ୍ରସଙ୍ଗରେ ପଥର ବନ୍ଧ ପାଇଁ ସମୁଦ୍ରକୁ ଫିଙ୍ଗା ଯାଉଥିବା ପଥର ସତ୍ତାହୀନ ହୋଇପଡ଼ିଥିବାରୁ ରାମଙ୍କର ବଢ଼ିଯାଇଥିବା ବିସ୍ମୟ ଭାବକୁ ସୂଚିତ କରାଯାଇଛି। ରାବଣ ସୀତାଙ୍କୁ ଅପହରଣ କରି ନେଲା ପରେ ରାମଚନ୍ଦ୍ର ବିଭିନ୍ନ ସ୍ଥାନରେ ସନ୍ଧାନ କଲା ପରେ ଶେଷରେ ରାବଣ ସୀତାଙ୍କୁ ଲଙ୍କାରେ ରଖିଥିବାର ଅବଗତ ହେଲେ। ତେଣୁ ସୀତାଙ୍କୁ ସେଠାରେ ତତ୍କ୍ଷଣାତ ଉଦ୍ଧାର ପାଇଁ ରାମଙ୍କର ବ୍ୟାକୁଳତା ଦେଖାଦେଲା। ଲଙ୍କାକୁ ଯିବାକୁ ସାଗର ପାରିହେବାର ଆବଶ୍ୟକତା ଥିବାରୁ ସେଠାରେ ଏକ ସେତୁବନ୍ଧ ତିଆରି ପାଇଁ ରାମଚନ୍ଦ୍ର ସିଦ୍ଧାନ୍ତ ନେଲେ। ମାତ୍ର ସେତୁବନ୍ଧ ଆରମ୍ଭ ବେଳେ ସମୁଦ୍ର ଗର୍ଭକୁ ଯେତେ ପଥର ନିକ୍ଷେପ କରାଗଲା ତାହାର ସତ୍ତା ମିଳିଲା ନାହିଁ। ଏଥିରେ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ପ୍ରକଟ କରି ଜଳଦେବତା ବରୁଣଙ୍କୁ ସହାୟତା ପାଇଁ ମନସ୍ଥ କଲେ। ସେ ଉପବାସରେ ରହିଲେ ଓ କୁଶକୁ ସେଜ କରି ଶୋଇଲେ। 20 ନମ୍ବର ପ୍ରଶ୍ନ, ବିଭୂତି କି ଭୁଞ୍ଜୁଥିଲି ବିଭୂତି ଭୂଷଣେ ବଡ଼ କୂଳେ ଜନମୀ ଶରଣ କି କାରଣ ଯେ। ପିଲାମାନେ ତାହେଲେ ଏହି କାବ୍ୟାଂଶଟି କବି ଉପେନ୍ଦ୍ର ଭଞ୍ଜଙ୍କ ଲିଖିତ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରୁ ଉଦ୍ଧୃତ। ଆଲୋଚ୍ୟ ପ୍ରସଙ୍ଗରେ ରାବଣ 2 ମନ୍ତ୍ରୀଙ୍କୁ ଦୂତ କରି ବିଭୀଷଣଙ୍କ ନିକଟକୁ ଯେଉଁ ବାର୍ତ୍ତା ଦେଇଛି ସେ ସମ୍ପର୍କରେ ସୂଚିତ କରାଯାଇଛି। ରାମଚନ୍ଦ୍ରଙ୍କ ଲଙ୍କା ଯାତ୍ରା ଅନୁକୂଳ ପ୍ରତିହିତ କରିବା ପାଇଁ ରାବଣ କୂଟନୀତି ପ୍ରୟୋଗ କରି ବିଭୀଷଣ ଓ ରାମଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଉଦ୍ୟମ କରିଛି। ଏଥିପାଇଁ ସେ ନିଜର 2 ମନ୍ତ୍ରୀ ଶୁକ ଓ ସାରଣକୁ ଦୂତ କରି ବିଭୀଷଣଙ୍କ ନିକଟକୁ ପଠାଇଛି। ଯଦି ତାଙ୍କର କୌଣସି କଥା ବିଭୀଷଣକୁ ଆଘାତ ଦେଇଛି ସେ ତାକୁ ଭୁଲିଯିବା ଉଚିତ। ରାବଣ ଉପରେ ରାଗି ଓ କଥାକୁ ମନ୍ଦ ଜ୍ଞାନ କରି ସେ ରାମଙ୍କ ନିକଟରେ ଶରଣାପନ୍ନ ହେବାକୁ ଅନୁଚିତ। ସେ ଲଙ୍କାରେ ଥିବାବେଳେ ରାଜଭୋଗ କରୁଥିଲା, ମାତ୍ର ଏବେ ଯୋଗୀତୁଲ୍ୟ ଜଟା
ଜୁଟଧାରୀ ବନଚାରୀ ରାମଚନ୍ଦ୍ରଙ୍କ ସାଙ୍ଗରେ ଦୁଃଖ କଷ୍ଟରେ ବିଚରଣ କରୁଛି। ସେ ବଡ଼କୁଳ ବା ରାବଣ ବଂଶରେ ଜାତ ହୋଇ ରାମଙ୍କ ପରି ବନଚାରୀ ଯୋଗୀଙ୍କ ପାଖରେ ଶରଣ ନେବା ବିବେକବନ୍ତ କାର୍ଯ୍ୟ ହୋଇନି। ରାବଣର ଏହି ବକ୍ତବ୍ୟରେ କୂଟନୀତିକ ଚାତୁରୀ ରହିଛି। 21 ନମ୍ବର ପ୍ରଶ୍ନ, ବାଜିଥିଲେ ଚୂନ ବା ପାତାଳେ ଭଜିଥିବ, ବିନ୍ଧୁଅ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ। ତାହେଲେ ପିଲାମାନେ ଏଠାରେ ଅଙ୍ଗଦର ଚାପୁଡ଼ା ଘାତରେ ପରିଣତି କ'ଣ ହୋଇଥାନ୍ତା ସେ ସମ୍ପର୍କରେ ଏହି ପ୍ରସଙ୍ଗରେ ଲଙ୍କାଗ୍ରସ୍ତ ରାବଣର ମନ୍ତ୍ରୀଦ୍ୱୟ କଳନା କରିଛନ୍ତି। ରାବଣର ପରାମର୍ଶରେ ଶୁକ ଓ ସାରଣ ଅଙ୍ଗଦକୁ ଆକାଶ ମାର୍ଗରୁ ରାବଣର ବାର୍ତ୍ତା ବଖାଣିଲେ। ସେମାନେ କହିଲେ ଯେ ରାମଚନ୍ଦ୍ର ହେଉଛନ୍ତି ଅଙ୍ଗଦର ପିତୃହନ୍ତାକାରୀ। ଏପରି ପିତୃହତ୍ୟାକାରୀକୁ ଅଙ୍ଗଦଙ୍କ ସହାୟତା ନବଧତାର ପରିଚାୟକ, ସେ ତେଣୁ ତାଙ୍କ ସଙ୍ଗ ଛାଡ଼ିଦେବା ଉଚିତ। ଅଙ୍ଗଦ ଏକଥା ଶୁଣିସାରି କ୍ରୋଧିତ ହୋଇ ଶୁକ ସାରଣଙ୍କ ଉଦ୍ଦେଶ୍ୟରେ ବ୍ରଜତୁଲ୍ୟ ଚାପୁଡ଼ାଘାତ କଲା। ମାତ୍ର ଦୈବ ଯୋଗକୁ ତାହା ଏମାନଙ୍କ ଅଙ୍ଗରେ ବାଜିଲା ନାହିଁ। ସେମାନେ ଭୟଭୀତ ହୋଇ ରାବଣ ପାଖରେ ପହଞ୍ଚି ଅଙ୍ଗଦର ଏହି ଚାପୁଡ଼ାଘାତର ପରିଣତକୁ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ବଜ୍ରତୁଲ୍ୟ ହୋଇ ଚାପୁଡ଼ା ସେମାନଙ୍କ ଅଙ୍ଗରେ ବାଜିଥିଲେ ନିଶ୍ଚୟ ଅଙ୍ଗହାନି ଘଟିଥାନ୍ତା, ନଚେତ୍ ସେମାନେ ସମ୍ପୂର୍ଣ୍ଣ ଧୂଳିସାତ ହୋଇଥାନ୍ତେ। ଏହି ବଜ୍ରାଘାତ ତୁଲ୍ୟ ଚାପୁଡ଼ା ଯଦି ପର୍ବତ ଦେହରେ ବାଜିଥାନ୍ତା ତେବେ ତାହା ନିଶ୍ଚୟ ପାତାଳଗାମୀ ହୋଇଥାନ୍ତା। ଯାହା ହେଉ, ଭାଗ୍ୟ ଅନୁକୂଳ ଥିବାରୁ ସେମାନେ ଅଙ୍ଗଦଙ୍କ ବଜ୍ରତୁଲ୍ୟ ଚାପୁଡ଼ାଘାତରୁ ବର୍ତ୍ତିଗଲେ। ଏଥିରୁ ଅଙ୍ଗଦଙ୍କ ଅପରିମିତ ଶକ୍ତି ଓ ସାହସର ପରିଚୟ ମିଳେ। 21 ନମ୍ବର ପ୍ରଶ୍ନ ଆମର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ। ଲଙ୍କା ଯାତ୍ରା ନିମନ୍ତେ ରାଘବଙ୍କ ପ୍ରୟାସ ବର୍ଣ୍ଣନା କର। ପିଲାମାନେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରୀତିଯୁଗୀୟ କାବ୍ୟ ସାହିତ୍ୟର ସର୍ବଶ୍ରେଷ୍ଠ ବିନ୍ଧାଣୀ। ସେ ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଗଞ୍ଜାମ ଜିଲ୍ଲାର ଘୁମୁସର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ରାମ ତାରକ ମନ୍ତ୍ର ଜପ କରି ମହାପ୍ରଭୁ ଶ୍ରୀରାମଙ୍କ କୃପାରୁ ତାଙ୍କର ପ୍ରଚଣ୍ଡ କବିତ୍ୱ ଶକ୍ତି ଲାଭ ହୋଇଥିଲା। ଦିବ୍ୟ କବିତ୍ୱ ଶକ୍ତିର ଅଧିକାରୀ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ ଓ ଲାବଣ୍ୟବତୀ ପ୍ରମୁଖ ଅନେକ କାବ୍ୟ ରଚନା କରିଥିଲେ। ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାଟି କବିଙ୍କ ପୌରାଣିକ କାବ୍ୟ ବୈଦେହୀଶ ବିଳାସର 40ତମ ଛାନ୍ଦରୁ ଗୃହୀତ। ଆଲୋଚ୍ୟ କବିତାଂଶରେ ରଘୁକୁଳ ତିଳକ ଶ୍ରୀରାମ ସୀତାଙ୍କୁ ଉଦ୍ଧାର କରିବା ପାଇଁ କିଭଳି ଲଙ୍କା ଯାତ୍ରାନୁକୂଳ ପ୍ରୟାସ କରିଥିଲେ ତାହା କବି ଲେଖନୀର ସାର୍ଥକ ରୂପ ନେଇଛି। ଶ୍ରୀରାମ ପିତୃସତ୍ୟ ପାଳନ କରି ବନବାସ କରୁଥିବା ସମୟରେ ପଞ୍ଚବଟୀ ଅରଣ୍ୟରୁ ରାବଣ ସୀତାଙ୍କୁ ଚୋରାଇ ନେଇଥିଲା। ଜଟାୟୁ ନାମକ ଏକ ଗୃଧ୍ର ପକ୍ଷୀଠାରୁ ପ୍ରାଥମିକ ସନ୍ଦେଶ ପାଇ ରାମ ସୀତାନୁସନ୍ଧାନରେ ଅନୁଜ ଲକ୍ଷ୍ମଣ, ମିତ୍ର ସୁଗ୍ରୀବ, ଭକ୍ତ ହନୁମାନ ଏବଂ ବାନର ସେନା ସହିତ ଯାତ୍ରା ଆରମ୍ଭ କରିଥିଲେ। ଲଙ୍କା ଯାତ୍ରା ପଥରେ ସମୁଦ୍ର ଏକ ବିରାଟ ପ୍ରତିବନ୍ଧକ ଥିଲା। ତେଣୁ ରାମ ବିଚାର କଲେ ଯେ ସେ ଏ ପଥର ପକାଇ ସମୁଦ୍ରକୁ ପୋତି ପଥ ନିର୍ମାଣ କରି ଲଙ୍କା ଯାତ୍ରା କରିବେ। ତାଙ୍କର ଏହି ପ୍ରୟାସକୁ ସଫଳ କରିବାକୁ ବାନର ସେନା ଆଗେଇ ଆସିଲେ, କିନ୍ତୁ ଯେତେ ପଥର ପକାଇଲେ ମଧ୍ୟ ତାହା ସମୁଦ୍ରରେ ବୁଡ଼ିଗଲା। ସୀତା ପ୍ରାପ୍ତି ଉଦ୍ବେଗରେ ଥିବା ରାମଚନ୍ଦ୍ର ଏଭଳି ଘଟଣା ଦେଖି ବିସ୍ମିତ ହୋଇଗଲେ। ଦୀର୍ଘ ନିଶ୍ୱାସ ପକାଇ ସେ ଏହାର ସମାଧାନ ପାଇଁ ବରୁଣ ଦେବତାଙ୍କ ସହାୟତା ଭିକ୍ଷା କରି ଅସନ ତ୍ୟାଗପୂର୍ବକ କୁଶାସନରେ ରହି ତାଙ୍କ ଉପାସନା କଲେ। ବାସ୍ତବିକ ଲଙ୍କା ଯାତ୍ରା ନିମନ୍ତେ ରାଘବଙ୍କ ପ୍ରୟାସ କବି ସୃଷ୍ଟିରେ ବଳିଷ୍ଠ ହୋଇପାରିଛି। 23 ନମ୍ବର ପ୍ରଶ୍ନ, ପଠିତ କବିତାରୁ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର। ତାହେଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଗଞ୍ଜାମ ଜିଲ୍ଲାର ଘୁମୁସର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ମଧ୍ୟଯୁଗର ଶ୍ରେଷ୍ଠ ଅଳଙ୍କାରିକା କବି। ରାମ ତାରକ ମନ୍ତ୍ର ସାଧନ ବଳରେ ତାଙ୍କର ଦିବ୍ୟ କବିତ୍ୱ ଲାଭ ହୋଇଥିଲା। ସେ ବୈଦେହୀଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ,
ଲାବଣ୍ୟବତୀ ଓ ପ୍ରେମ ସୁଧାନିଧି ଆଦି ଅନେକ କାବ୍ୟ ରଚନା କରିଥିଲେ। ରାଘବଙ୍କ ଲଙ୍କା ଯାତ୍ରାନୁଗୁଳ ଶୀର୍ଷକ କବିତାଟି ତାଙ୍କର ରାମକାବ୍ୟ ବୈଦେହୀଶ ବିଳାସର 40ତମ ଛାନ୍ଦରୁ ଗୃହୀତ। ଲଙ୍କାର ରାବଣ କିଭଳି କୂଟନୀତିରେ ଦକ୍ଷ ଥିଲେ ତାହା କବି ବର୍ଣ୍ଣନାରେ ବାସ୍ତବ ରୂପ ଲାଭ କରିଛି। ଲଙ୍କାର ରାଜା ରାବଣ ସୀତାଙ୍କୁ ଚୋରି କରି ନେବା ପରେ ଶ୍ରୀରାମଙ୍କ ସହିତ ତାଙ୍କର ଶତ୍ରୁତା ଉପୁଜିଥିଲା। ରାବଣର ଏଭଳି ମନ୍ଦ କାର୍ଯ୍ୟକୁ ତାଙ୍କର ସାନ ଭାଇ ବିଭୀଷଣ ସମର୍ଥନ କରିନଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ରାବଣ ବିଭୀଷଣଙ୍କ ପ୍ରତି ମନ୍ଦ ଆଚରଣ ପ୍ରଦର୍ଶନ କରିବାରୁ ସେ ଲଙ୍କା ତ୍ୟାଗ କରି ଶ୍ରୀରାମଙ୍କ ଶରଣ ନେଇଥିଲେ। ରାବଣର ଏହି ମନ୍ଦ କାର୍ଯ୍ୟକୁ ବିଭୀଷଣ ସମର୍ଥନ କରିନଥିଲେ। ଦୁଷ୍ଟ ରାବଣଙ୍କୁ ଉପଯୁକ୍ତ ଶାସ୍ତି ଦେଇ ଶ୍ରୀରାମ ସୀତାଙ୍କୁ ଉଦ୍ଧାର କରିବାର ପ୍ରୟାସ କଲେ। ସମୁଦ୍ରରେ ବନ୍ଧ ବାନ୍ଧି ଲଙ୍କା ଯାତ୍ରାନୁକୂଳର ସେ ଉଦ୍ୟମ କଲେ। ରାବଣଙ୍କ ନିକଟରେ ଶ୍ରୀରାମଙ୍କ ଏଭଳି କାର୍ଯ୍ୟପନ୍ଥା ଅଛପା ରହିଲା ନାହିଁ। ସେ କୂଟ ବୁଦ୍ଧି ପ୍ରୟୋଗ କରିବା ଆରମ୍ଭ କଲେ। ସେ ମନ୍ତ୍ରୀ ଶୁକ ଓ ସାରଣଙ୍କୁ ଦାସ ରୂପେ ପ୍ରେରଣ କରି ବିଭୀଷଣ ଓ ଅଙ୍ଗଦକୁ ପ୍ରଭାବିତ କରିବାକୁ ଉଦ୍ୟମ କଲେ। କୂଟନୀତି କରି ରାବଣ ବିଭୀଷଣଙ୍କୁ ପ୍ରଭାବିତ କରିବା ସହିତ ଅଙ୍ଗଦକୁ ବୁଝାଇ ଦେବାକୁ ଚାହିଁଥିଲେ ଯେ ଶ୍ରୀରାମ ତାର ପିତାଙ୍କ ଶତ୍ରୁ। ତେଣୁ ସେ ଶ୍ରୀରାମଙ୍କ ପକ୍ଷ ନ ନେଇ ପିତାଙ୍କର ସାନ ଭାଇ ସୁଗ୍ରୀବ ଓ ଅନ୍ୟ ସୈନ୍ୟ ସାମନ୍ତମାନଙ୍କୁ ନେଇ ପ୍ରତ୍ୟାବର୍ତ୍ତନ କରିଯିବା ଉଚିତ। କୂଟନୀତି ପ୍ରବୀଣ ରାବଣ ଶତ୍ରୁ ରୂପେ ଶ୍ରୀରାମଙ୍କ ସୈନ୍ୟ ଆକଳନ କରିବାର ଧୃତଷ୍ଟା କରି ମଧ୍ୟ ବିଶେଷ ଆତ୍ମତୃପ୍ତି ଲାଭ କରିଥିଲେ। ବାସ୍ତବିକ ରାବଣର କୂଟନୀତି ଅତ୍ୟନ୍ତ ଶାଣିତ। 25 ନମ୍ବର ପ୍ରଶ୍ନ ନାହିଁ 24 ନମ୍ବର ପିଲାମାନେ 25 ନମ୍ବର ତୁମ ପାଇଁ ଏସବୁ ଲେଖିବା ଦରକାର ନାହିଁ। 24 ନମ୍ବର ବା ଶେଷ ପ୍ରଶ୍ନ, ପଠିତ କବିତା ଭିତରେ ସମାଜ ପ୍ରତି ଥିବା ବାର୍ତ୍ତା ଗୁଡ଼ିକ ଲେଖି ସାନ ଭାଇ ନିକଟକୁ ପତ୍ର ଲେଖ। ଉପରେ ସ୍ଥାନ ଓ ତାରିଖ ଲେଖିବ। ଏଠି ତମ ସାନ ଭାଇ ନା ତମେ ଲେଖିବ ହେଲା। ମୁଁ ଲେଖିଦେଲି ଶୁଭମ ହେଲା। ମୋର ଅତୁଟ ସ୍ନେହ ଓ ଶ୍ରଦ୍ଧା ତୋ ପାଇଁ ଜଣାଉଛି। ଏବେ ମୁଁ ଆମ ପାଠ୍ୟପୁସ୍ତକ ସାହିତ୍ୟ ସିନ୍ଧୁ କବିତାର ବିଭାଗରେ ସ୍ଥାନିତ ଓ ଆମ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲିଖିତ ରାଘବଙ୍କ ଲଙ୍କା ଯାତ୍ରା କବିତାଟିକୁ ପଢ଼ିଲି। କବିତାଟିରେ ରାମ ରାବଣ ଯୁଦ୍ଧ ପ୍ରସଙ୍ଗ ପାଇଁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କିତ ଚିନ୍ତା ପ୍ରକଟିତ ହୋଇଥିଲେ ବି ଏଥିରେ ନିହିତ ସମାଜ ପାଇଁ ବିବିଧ ବାର୍ତ୍ତା ମଧ୍ୟ ପ୍ରଭାବିତ କଲା। ଏ ସମ୍ପର୍କରେ ତୋତେ ଅବଗତ କରାଇବାର କାରଣ ହେଉଛି ଏସବୁ ବିଷୟରେ ସଚେତନ ହୋଇ ତୋତେ ଠିକ୍ ମାର୍ଗରେ ଚାଲିବା ପାଇଁ ଇଙ୍ଗିତ କରିବା। କବିତାଟିରେ ରାମଚନ୍ଦ୍ର ନିଜର ପ୍ରାଣପ୍ରିୟା ପତ୍ନୀ ସୀତା ଲଙ୍କାପୁରୀରେ ବନ୍ଦିନୀ ଥିବା କଥା ଜାଣିବା ପରେ ତାଙ୍କୁ ଉଦ୍ଧାର କରିବାକୁ ସେତୁବନ୍ଧର କଳ୍ପନା କରିଛନ୍ତି ସମୁଦ୍ର ଉପରେ। ମାତ୍ର ସେତୁବନ୍ଧ ଯେତେ ପଥର ସେ ସମୁଦ୍ରକୁ ନିକ୍ଷେପ କରିଛନ୍ତି ତାହା ସତ୍ତାହୀନ ହୋଇଯାଇଛି। ଏଥିରେ ରାମ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କାର୍ଯ୍ୟସିଦ୍ଧି ପାଇଁ ସାଗର ଧରାପତି ବରୁଣଙ୍କ ଉଦ୍ଦେଶ୍ୟରେ ଉପବାସ ରହି ତାଙ୍କର ସହାୟତା ଲୋଡ଼ିଛନ୍ତି ଓ ଶେଷରେ ସଫଳ ହୋଇଛନ୍ତି। ଏହି ପର୍ଯ୍ୟାୟଟିରୁ ଆମକୁ ବାର୍ତ୍ତା ମିଳିଛି ଯେ ପ୍ରଥମେ କାର୍ଯ୍ୟସିଦ୍ଧି ପାଇଁ ହତାଶା ନୁହେଁ ସାଧନା ଦରକାର। ଦ୍ୱିତୀୟରେ ହେଉଛି ଯୋଜନାବଦ୍ଧ ରୂପେ କାର୍ଯ୍ୟ କଲେ କାର୍ଯ୍ୟରେ ସଫଳତା ଆସିବ ଏବଂ ତୃତୀୟରେ ହେଉଛି ରାମଚନ୍ଦ୍ର ପୁରୁଷୋତ୍ତମ। ମାତ୍ର ନିଜର କ୍ଷମତା ପ୍ରୟୋଗ ନ କରି ସେ ସାଗରାଧିପତିଙ୍କର ରାଜ୍ୟରେ ବନ୍ଧଟିଏ ସ୍ଥାପନ ପାଇଁ ତାଙ୍କର ଶରଣାପନ୍ନ ହେବା, ତାଙ୍କ ନମନୀୟ ସ୍ୱଭାବ ଓ ଅଯଥା ଅନ୍ୟ ସମ୍ପତ୍ତିରେ ହସ୍ତକ୍ଷେପ ନ କରିବା ନୀତିକୁ ସ୍ପଷ୍ଟ କରିଛି। ସମାଜର ଶ୍ରେଷ୍ଠ ପ୍ରାଣୀ ରୂପେ ମଣିଷକୁ ଏଥିରେ ନମନୀୟତା ଓ ନିରହଙ୍କାର ହେବା ବିଷୟରେ ନିଶ୍ଚୟ ଶିକ୍ଷା ମିଳିବ। ତାହେଲେ ପୁଣି ଲେଖିଦେବ ଆଲୋଚ୍ୟ କବିତାରେ ଏସବୁ ଇତି ତୋର ବଡ଼ ଭାଇ ବା ବଡ଼ ଭଉଣୀ ତମ ନାଁ ଲେଖିବ ଏଠି, ବୁଝିହେଲା। ଏଠି ହେଲା। ତାପରେ ତଳେ ଆଉ ଗୋଟେ ଲେଖିବ ଏଠି ପିଲାମାନେ ହେଲା। ବାମ ପଟେ ଲେଖିବ ପ୍ରେରକ ହେଲା, ଯିଏ ଗ୍ରାହକ ମାନେ ଯିଏ ଯାହାକୁ ଆମେ ପଠାଉଛି ତାଙ୍କ ଆଡ୍ରେସ୍, ଏଇଠି ନିଜ ଆଡ୍ରେସ୍ ଲେଖିବ, ବୁଝିଲା ତ। ଧନ୍ୟବାଦ ପିଲାମାନେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ, ଚ୍ୟାନେଲକୁ ନୂଆ ଆସିଲେ ସବସ୍କ୍ରାଇବ୍ କରିଦେବ।